ସାର୍ ମୋ ନିର୍ବାଚନ ମଣ୍ଡଳୀ ବିଶାମୁଣ୍ଡି ନିର୍ବାଚନ ମଣ୍ଡଳୀର ମୁନିଗୁଡ଼ା ବ୍ଲକ ଠାରେ ଆମର ରୋଗବାରୀ ଗୋଟେ ଉପାତ ଅଞ୍ଚଳ ଅଛି। ସେ ଉପାତ ଅଞ୍ଚଳରେ ଆମ୍ବୁଲାନ୍ସ ନ ଯିବା ହେତୁ ଆଜି 10 ଜଣ ଝାଡ଼ାବାନ୍ତିରେ ମୃତ୍ୟୁବରଣ କରିଛନ୍ତି ଏବଂ ଆଜି ଷ୍ଟିମ୍ ଏବେ ପର୍ଯ୍ୟନ୍ତ ମେଡ଼ିକାଲ ଷ୍ଟିମ୍ ପହଞ୍ଚି ନାହିଁ। ଆଜି ଯଦି ଆମ ଟିମ୍ ଯଦି ପହଞ୍ଚିବ ନାହିଁ ଆମର ଯେତିକି ଆମର ଆମ ଲୋକମାନେ ଅଛନ୍ତି ପୋକ ମାଛି ପରି ସବୁ ମରିଯିବେ। ଆମର ମୁନିଗୁଡ଼ା ଅଞ୍ଚଳ ହେଉଛି ଗୋଟେ ବିଜନେସ୍ର ଗୋଟେ ପନ୍ଥାସ୍ଥଳୀ। ସେ ମୁନିଗୁଡ଼ାରେ ମଧ୍ୟ ଆମର ଫୁଲବାଣୀ ଏବଂ କଳାହାଣ୍ଡି ରାୟଗଡ଼ା ଡିଷ୍ଟ୍ରିକ୍ଟରେ ଆମର ସେଟା ହେଉଛି ସେଣ୍ଟର। ସେ ଅଞ୍ଚଳ ମୁନିଗୁଡ଼ା ପ୍ରପର ଅଞ୍ଚଳ ଟାଉନରେ ମଧ୍ୟ ଆମର କ୍ରପ୍ ଟାଇଫସ୍ ରୋଗରେ ଆକ୍ରାନ୍ତ ହୋଇ 3ଟି ଜୀବନ ଗଲାଣି ଏବଂ 12 ଜଣ ଆକ୍ରାନ୍ତ ହୋଇଛନ୍ତି। ଏବେ ପର୍ଯ୍ୟନ୍ତ ସରକାରର ନିଦ ଭାଙ୍ଗିନି। ଆମର 10ରୁ 15 ଜଣ ମୃତ୍ୟୁବରଣ କଲେ କିନ୍ତୁ ଏବେ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କର ଦେଖା ନାହିଁ ଏବଂ ଏ ମୋହନ ସରକାରଙ୍କର ଏବେ ପର୍ଯ୍ୟନ୍ତ ଦେଖା ନାହିଁ। ଏବେ ଯଦି ଆମର ସ୍ୱାସ୍ଥ୍ୟ ଟିମ୍ ଯଦି ନ ଯିବେ ନିଶ୍ଚିତ ଭାବରେ ମୋର ଅଞ୍ଚଳର ଅଞ୍ଚଳ ମୁନିଗୁଡ଼ା ଅଞ୍ଚଳର ପୋକ ମାଛି ପରି ସବୁ ସମସ୍ତେ ମରିଯିବେ। ତେଣୁ ମୁଁ ଅନୁରୋଧ କରୁଛି ଆପଣମାନଙ୍କର ମାଧ୍ୟମରେ ନିଶ୍ଚିତ ଭାବରେ ଆପଣମାନଙ୍କର ମାଧ୍ୟମରେ ସରକାରଙ୍କୁ ଜଣାଇବେ କେମିତିକି ଆମ ଅଞ୍ଚଳର ଲୋକମାନେ ସମସ୍ତେ ସରକାର ସୁବିଧା ପାଇବେ ଏବଂ ଯେଉଁ 10ରୁ 15 ଜଣ ମୃତ୍ୟୁବରଣ କରିଛନ୍ତି ସେ ପାଇଁ ବୋଲିକି এই ସରକାର ମୋହନ ସରକାର ଦାୟୀ ରହିବେ, ସ୍ୱାସ୍ଥ୍ୟମନ୍ତ୍ରୀ ଦାୟୀ ରହିବେ। କାହିଁକିନା ବାରମ୍ବାର ମୁଁ କଲେକ୍ଟର ଆଉ CDMକୁ ଜଣାଇଲା ପରେ ମଧ୍ୟ ଏବେ ପର୍ଯ୍ୟନ୍ତ ଟିମ୍ ପହଞ୍ଚିନି। ତେଣୁ ମୁଁ ଏ ସରକାରଙ୍କୁ ନିନ୍ଦା କରୁଛି। ନିଶ୍ଚିତ ଭାବରେ ଯେଉଁ 15 ଜଣ ଆମର ଯେଉଁ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କଲେ ସେ ପାଇଁ ଏ ସରକାର ହିଁ ଦାୟୀ, ଏ ପ୍ରଶାସନ ଦାୟୀ। 15 ଜଣଙ୍କର ମୂଲ୍ୟବାନ ଜୀବନ ମୋର ନିର୍ବାଚନ ମଣ୍ଡଳୀରେ ଜୀବନ ହାରି ଦେଇଛନ୍ତି। ତେଣୁ ଯେଉଁ ପ୍ରକାର ଆମର MI ଡ୍ୟାମ୍ରୁ ଯେଉଁ କେନାଲ ନିଷ୍କାସନ ହେଉଛି ସେ ଡ୍ୟାମ୍ରେ ଯେଉଁ ପ୍ରକାର କେନାଲରେ ଆବର୍ଜନା ସବୁ ମଇଳା ଭର୍ତ୍ତି ହେଇଛି ତେଣୁ ସେଠି ଡେଙ୍ଗୁଠୁ ଆରମ୍ଭ କରି ସବୁ ପ୍ରକାର ରୋଗ ଜାତ ହୋଇ ଏବେ ପର୍ଯ୍ୟନ୍ତ ସେ ଡ୍ରେନେଜ୍ ମଧ୍ୟ ସଫା କରାଯାଇନି। ତେଣୁ ନିଶ୍ଚିତ ଭାବରେ ମୁଁ ଆପଣମାନଙ୍କ ମାଧ୍ୟମରେ ମୁଁ ସରକାରଙ୍କୁ ଚେତାବନୀ ଦେବି ଆଜି ଯଦି ତୁରନ୍ତ ଟିମ୍ ଯଦି ନ ପହଞ୍ଚି ଏ ପଦକ୍ଷେପ ଯଦି ଆମର ଟ୍ରିଟମେଣ୍ଟ ଆରମ୍ଭ ନ କରନ୍ତି ନିଶ୍ଚିତ ଭାବରେ ଆମର ଶହ ଲୋକ ଆମର ମୃତ୍ୟୁବରଣ କରିବେ। ତେଣୁ ଆଜି ବିଧାନସଭାରେ ମଧ୍ୟ ମୁଁ ଉଠେଇବି, ମୁଁ ଅନଶନରେ ବସିବାକୁ ବାଧ୍ୟ ହେବି।